ପ୍ରେଜ୍ ଦ ଲର୍ଡ। ଆମମାନଙ୍କୁ ମୁଖ ଦେଇ କିଛି ସମୟ ଆଉ କହିବି, ଟିକେ ଟିକେ କହିବି, ଆଉ ଭୁଲ ହେଲେ କ୍ଷମା କରିବେ, ଆଉ ପ୍ରଭୁ ଭୁଲ କ୍ଷମା କରନ୍ତୁ। ଚେଷ୍ଟା କରିବି କିଛି କହିବା ପାଇଁ। ପ୍ରଥମ ଥର କହୁଛି, ଆଉ ପ୍ରଭୁଙ୍କର ଦାସ ମାନେ ଯାହା 3 ଦିନ ଧରିକି ସୁନ୍ଦର ବାକ୍ୟ କହିଗଲେ, ସେ ସବୁ ତ ମୁଁ ବ୍ୟାଖ୍ୟା କରିପାରିବି ନାହିଁ, କିନ୍ତୁ କିଛି କିଛି କହିବି, ଚେଷ୍ଟା କରିବି। ଆଉ ପ୍ରଥମେ ଆମେ ଶୁଣିଲୁ ଯେ ଯକ୍ଷ ବିଷୟରେ, ଯୀଶୁଙ୍କ ବିଷୟରେ, ଯକ୍ଷ ବିଷୟରେ। ଆଉ ଆମେ ତ ପଢିଗଲୁ, ଆଉ ଦିଦି ତ ପଢିଗଲେ, ଯାହା ଲୁକ 19:1-10 ଯାଏ ପଢିଗଲେ। ଆଉ କିଛି ଶୁଣିବା ତାହା ବିଷୟରେ। ଯକ୍ଷ ଜଣେ କଣ ପରଗ୍ରାହୀ ଥିଲେ, ସେ ଧନୀ ଲୋକ ଥିଲେ। ଆଉ ଯୀଶୁ କିଏ ଯକ୍ଷ ଦେଖିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନେ ଭିଡ ସକାଶୁ ଯକ୍ଷ ଯୀଶୁଙ୍କୁ ଦେଖି ପାରୁନଥିଲେ, କାରଣ ସେ କଣ ଥିଲେ, ବାଙ୍ଗରା ଥିଲେ। କିନ୍ତୁ ଆମ ଯୀଶୁ ଯେତେ ଦୂରରେ ଥିଲେ ବି, ଯେତେ ଭିଡରେ ଥିଲେ ବି, ଯୋଉ ଜାଗାରେ ଥିଲେ ବି, ସେ ଦେଖିବା ପରମେଶ୍ୱର। ହାଲେଲୁୟା। ଆଉ ଯକ୍ଷ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା କରିଥିଲେ, ଓ ଯକ୍ଷ ଯୀଶୁଙ୍କୁ ଖୋଜୁଥିଲେ, ମନେ ମନେ ଦେଖିବାକୁ ଇଚ୍ଛା କରୁଥିଲେ। ତାହା ପ୍ରଭୁ ଜାଣିଲେ। ଆଉ ସେଇଦିନ ଆଉ ଯୀଶୁ କହିଲେ ଯେ, ଯକ୍ଷ ଆଉ ତୁମ ଘରେ ଆଜି ରହିବି ବୋଲି। ସତ କଥା, ଆମେ ଯଦି ଯୀଶୁଙ୍କୁ ଖୋଜିବା, ନିଶ୍ଚୟ ଯୀଶୁ ଆମମାନଙ୍କ ଗୃହରେ ରହିବେ, ଆମମାନଙ୍କ ହୃଦୟ ମଧ୍ୟରେ ଆସିବେ। ଆମେ ଡାକୁନୁ, ଆଉ ସେଇ ଭାବରେ, ସେଥିପାଇଁ ଆମମାନଙ୍କ ମନ ମଧ୍ୟରେ ବା ଆମମାନଙ୍କ ପାଖରେ ଆସନ୍ତି ନାହିଁ। ଆମେ ଯଦି ହୃଦୟ ସହ ଖୋଜିବା, ତ ନିଶ୍ଚୟ ପ୍ରଭୁ ଆମମାନଙ୍କ ସଙ୍ଗରେ ରହିବେ, ଯୀଶୁ ଆମମାନଙ୍କ ପାଖରେ ଥିବେ। ଆଉ କେତେ ଯୀଶୁ ଆମମାନଙ୍କ ପାଖରେ ଥିଲେ କେତେ ଆନନ୍ଦର ବିଷୟ, ଆଉ ପ୍ରତ୍ୟେକ ବିଷୟ ସାଧ୍ୟ ହୋଇଥାଏ। ଆଉ ଗୋଟେ କଥା, ଆମ ସହିତ ଯୀଶୁ ଥିଲେ ଅନେକ କଥା ମାନେ ଆମମାନଙ୍କର ଜୀବନରେ ଆସିଥାଏ। ଯେପରି ଯକ୍ଷ ଘରେ ଯୀଶୁ ରହିବା ଦେଖି ଅନେକ ଲୋକ ବଚସା କରି କହିଲେ, ସେ ଜଣେ ପାପୀ ଲୋକ, ଘରେ ରହିବାକୁ ଗଲାଣି। ସେହି ପ୍ରକାରେ ଆମେ ଯୀଶୁକୁ ଯଦି ଧାରଣ କରୁ, ନିଜର କରୁ, ଆମମାନଙ୍କ ଜୀବନରେ ଅନେକ ନିନ୍ଦା, ତାଡ଼ନା, ଅନେକ ପ୍ରକାର ଜିନିଷ ଆସିଥାଏ। ଯାହା ପାଖରେ ଯୀଶୁ ଥାନ୍ତି, ଆଉ ତାଙ୍କ ଜୀବନରେ କଣ ପରିତ୍ରାଣ ଆସିଥାଏ। ଆଉ ଯକ୍ଷର ଏହି ବିଷୟ ଯାହା ମୁଁ ଏମିତି ବୁଝିଲି। ଆଉ ଏଇ ବାକ୍ୟରୁ ଆମମାନଙ୍କୁ ଶିକ୍ଷା ଦେଇ, ଈଶ୍ୱର କେବଳ ଧର୍ମୀ ନୁହନ୍ତି, ବରଂ ପାପୀ ମାନଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି। ମନୁଷ୍ୟର ବାହାର ରୂପ ବା ଅତୀତକୁ ନ ଦେଖି ଈଶ୍ୱର ତାଙ୍କର ପରିବର୍ତ୍ତନ ହୃଦୟକୁ ଆଉ ଦେଖନ୍ତି, ଆଉ ଗ୍ରହଣ କରନ୍ତି। ସେଥିପାଇଁ ଆମେ ମାନେ ଚେଷ୍ଟା କରିବା ପରିବର୍ତ୍ତନ ଜୀବନ କାଟିବା ପାଇଁ। ଆଉ ଗୋଟେ ବାକ୍ୟ ପଢିବା, ଆଉ ଯାହା ଲେଖା ଅଛି ହିତୋପଦେଶ ଆଉ 15:4, ଶାନ୍ତ ଯିବା ଜୀବନ ବୃକ୍ଷ ସ୍ୱରୂପ, ପୁଣି କୁଟିଳ ଯିବା ଆତ୍ମା ଭଙ୍ଗ କରେ। ଆମ ମୁଖ କି ପ୍ରକାର ରହିବା କଥା, ଆମମାନଙ୍କର ଯିବା କି ପ୍ରକାର ବ୍ୟବହାର କରିବା କଥା। ଆଉ ଆମେ ଯଦି ଭଲ ବିଷୟ କହିବୁ, ବାସ୍ ମାନେ ଶାନ୍ତରେ ରହିବୁ, ଆମ ମୁଖକୁ ଯଦି ଭଲ ବ୍ୟବହାର କରିବୁ, ଆମମାନଙ୍କର ଜୀବନ ମାନେ ସେ ବୃକ୍ଷ ସ୍ୱରୂପ ହେବ। ଯଦି ଆମେ ଆମ ଜିଭାରେ, ଆମ ପାଟିରେ ଯଦି ଖରାପ କଥା କହିବୁ, କୁଟିଳ କଥା କହିବୁ, ନିନ୍ଦା ଅପମାନ କଥା କହିବୁ, ତ ଆମର ଆତ୍ମା କଣ ଭଙ୍ଗ ହେଇଯାଏ ବା ନଷ୍ଟ ହେଇଯାଏ। ଏଇ ବାକ୍ୟରେ ସେହି ପ୍ରକାର ଲେଖା ହେଇଛି, ଯାହା ପ୍ରଭୁଙ୍କର ଦାସ ମାନେ ଏଇ ବିଷୟ ଯାକ ଅନେକ ମାନେ କହିଗଲେ, ତଥାପି କିଛି କିଛି ଯେମିତି ମୁଁ ବୁଝିଛି ସେଇ ପ୍ରକାର କିଛି କିଛି କହୁଛି। ଆଉ ସେଇ ପ୍ରକାର ଆମ ମୁଖକୁ ଉତ୍ତମ ଭାବରେ ଆମେ ବ୍ୟବହାର କରିବା ପାଇଁ ଚେଷ୍ଟା କରିବା। ଆଉ ଗୋଟେ ବାକ୍ୟ ଯାହା ଲେଖା ଅଛି କଲୋସ୍ୟ 1:13, ସେ ଆମ୍ଭମାନଙ୍କୁ ଅନ୍ଧକାର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କୁ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଥିଲେ। ଆଉ ଆମମାନଙ୍କୁ ଅନ୍ଧକାରରୁ ପ୍ରଭୁ କଣ ଆଲୋକରେ ରଖିବା ପାଇଁ ଆସିଅଛନ୍ତି। ଆଉ ସେଇ ପ୍ରକାର ଆମମାନେ ଯଦି ଉତ୍ତମ କର୍ମ କରିବୁ, ଉତ୍ତମ ମାନେ ପ୍ରଭୁଙ୍କ ଠାରେ ରହିବୁ, ଆଉ ପ୍ରଭୁଙ୍କର ବାକ୍ୟକୁ ଧରି ଚାଲିବୁ, ବାକ୍ୟରେ, ସାକ୍ଷ୍ୟରେ, ପ୍ରାର୍ଥନାରେ ବଢିବୁ, ତ ଆମେ କଣ ହେବୁ, ଆଲୋକିତ ପ୍ରକାଶ ହେବୁ। ଆଉ ଆମକୁ ଦେଖି ଅନେକ ଲୋକ ଯେ ଏମାନେ ଯୀଶୁଙ୍କର ସନ୍ତାନ ବୋଲି ଜାଣିବେ। ଆଉ ଗୋଟିଏ ବାକ୍ୟ
ଯାହା ପ୍ରଭୁଙ୍କର ଦାସ ମାନେ କହି ଯାଇଥିଲେ ଦ୍ୱିତୀୟ ତିମୋଥୀ 1:7। କାରଣ ଈଶ୍ୱର ଆମମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ଆଉ ପ୍ରଭୁ ଯୀଶୁ ତ ଆମମାନଙ୍କୁ ଭୀରୁତାର ଆତ୍ମା ନାହିଁ, କିନ୍ତୁ ଆମେ ମନୁଷ୍ୟ ହିଁ ଆଉ ଭୟ କରୁଥାଉ କହିବା ପାଇଁ, ଆମେ କହିପାରିବୁ ନାହିଁ। ଆମେ ଷ୍ଟାର୍ଟିଂ ରେ ହିଁ କଣ ନିରାଶ ହେଇଯାଉ। ଇଚ୍ଛା ଆତ୍ମା ଇଚ୍ଛୁକ କିନ୍ତୁ ଶରୀର ଦୁର୍ବଳ। ଆମେ ଇଚ୍ଛା କରିଥାଉ ଯେ ହଁ ଆମେ ତ ଆରାଧନା କରୁଛୁ, ଗୀତ ଗାଉଛୁ, ସବୁ ଠିକ, କିନ୍ତୁ ପ୍ରଭୁଙ୍କର ବାକ୍ୟ କହିବା ପାଇଁ ବା ଅନେକ ମାନେ ଛିଡା ହେବା ପାଇଁ କହିବା ପାଇଁ ଡରି ଯାଉଛୁ। ଆଉ ପ୍ରଭୁ ଆମମାନଙ୍କୁ ସେଇ ପ୍ରକାର ଏହି ବାକ୍ୟ ଅନୁଯାୟୀ ଶକ୍ତି ଦେଇଛନ୍ତି, ଆଉ ପ୍ରେମ ଦେଇଛନ୍ତି, ଆମମାନଙ୍କୁ ବୁଦ୍ଧିର ଆତ୍ମା ବି ସୁବୁଦ୍ଧିର ଆତ୍ମା ବି ଦେଇଅଛନ୍ତି, କିନ୍ତୁ ଆମେ ଭୟ କରିଥାଉ ଅଛୁ। ଆଉ ବାକ୍ୟରେ ଅନେକ ବିଷୟ ପ୍ରଭୁ କହି ଯାଇଅଛନ୍ତି ଆମମାନଙ୍କୁ, ଆଉ ଶକ୍ତି ଅଛି ଆମ ମାନେ ତାଙ୍କ ଠାରେ ରହିଲେ ନେଇକି ଆମେ ମାନେ ଭୟ କରିବା ନାହିଁ, କିନ୍ତୁ ଆମେ ଭୟ କରିଥାଉଛୁ ଆଉ ସାହସ ହଉନୁ। କିନ୍ତୁ ଆମେ ଯଦି ଆଜି ଯେପରି ଦିଦି କହିଲେ ଯେ ତାକୁ ମାନେ ରିପିଟ କର, ମନେ ରହିବ, ନହେଲେ ଭୁଲିଯିବ ବୋଲିକି। ଆଉ ଗୋଟେ ବାକ୍ୟ ଯାହା ପ୍ରଭୁଙ୍କ ଦାସ ଦେଇଥିଲେ ଫିଲିପିୟ 4:8, ଭାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତି ଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। ଆମେ ମାନେ କିପରି ଚିନ୍ତା କରିବା ଉଚିତ, ଆଉ ଆମମାନେ ଯେପରି ଉତ୍ତମ ବିଷୟ ଯଦି ଆମମାନେ ଚିନ୍ତା କରିବା, ତ ଆମମାନଙ୍କ ଜୀବନରେ ସବୁବେଳେ ଉତ୍ତମ ମାନେ କାର୍ଯ୍ୟ ହେଇଥାଏ ବା ଉତ୍ତମ ଯେପରି ଆମେ ସତ୍ୟ କହିଥାଉ, ତାହା ଗୋଟେ ଉତ୍ତମ ଜିନିଷ। ଆଉ ହଁ ଯାହା ଆମେ ମାନେ ଯୋଉ ସଦ୍ଗୁଣ ହଉ, ମାନେ ଗୁଣ ବିଷୟରେ ଯାହା ବି ଭଲ ଜିନିଷ କରିଥାଉ, ଆଉ ତାହା ଆମମାନଙ୍କ ପାଇଁ ଉତ୍ତମ ହେଇଥାଏ। ଆଉ ଗୋଟେ ଶେଷ ବାକ୍ୟ ପଢିବା, ଯାହା ଲେଖା ଅଛି ହିତୋପଦେଶ 18:24, ଯେ ଅନେକ ମିତ୍ର କରେ ସେ ଆପଣା ବିନାଶ ନିମନ୍ତେ ତାହା କରେ, ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ସେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି। ଆମମାନେ ଜଗତରେ ଅନେକ ମାନେ ପ୍ରଭୁଙ୍କୁ ଯଦି ଆମେ ନିଜର କରିବା, ତାଙ୍କୁ ଆମେ ମିତ୍ର କରିବା, ତ ଆମେ ମାତ୍ର ଏ ଜଗତ ମଧ୍ୟରେ ରହି ଆମେ ଏ ଜଗତର ସାଙ୍ଗସାଥି ମାନେ ଅନେକ ଇଏରେ ରହି ଯାଉଛୁ। ସେଥିପାଇଁ ଏ ଜଗତ ମଧ୍ୟରେ ଆଉ ଯେଉଁମାନେ ଅଧିକ ମିତ୍ର କରନ୍ତି ସେଠି ବିନାଶ ହୁଅନ୍ତି ବୋଲି ଲେଖାଛି। ମାତ୍ର ଜଣେ ପ୍ରେମକାରୀ ଅଛନ୍ତି, ସେ ହଉଛନ୍ତି ଆମମାନଙ୍କର ଯୀଶୁରାଜ ପିତା ପରମେଶ୍ୱର। ସେ ପ୍ରତ୍ୟେକ ମାନେ ଲୋକ ଠାରୁ ବା ମାନେ ଆମମାନଙ୍କୁ ଅଧିକ ପ୍ରେମ। ସେଇଥିପାଇଁ ଆଉ ବାକ୍ୟରେ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ବିନଷ୍ଟ ନାହିଁ, ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସେ ଏକମାତ୍ର ପରମେଶ୍ୱର ଯେ ଆମମାନଙ୍କୁ ଏତେ ଯେ ପ୍ରେମ କରନ୍ତି, ତାଙ୍କର ପ୍ରେମ ନିଃସ୍ୱାର୍ଥ ପ୍ରେମ ଅଟେ। ଆଉ ସେ ଆମମାନଙ୍କୁ ଏତେ ପ୍ରେମ କଲେ ଯେ ତାଙ୍କର ପ୍ରେମର ତୁଳନା ହିଁ କରିହେବ ନାହିଁ। ଆଉ ଏଇ ବାକ୍ୟ ଆଉ ପ୍ରଭୁ ମାନେ ଅନେକ ଉଦାହରଣ ନେଇ ବୁଝେଇ ଗଲେ, ଯାହା ମୁଁ କିଛି କହିପାରିଲି, ଆଉ ଟିକେ ଯାହା ଯେତିକି ମନେ ରଖିଛି। ଆଉ ଆପଣ ମାନେ ତ ଶୁଣିଥିବେ ଅନେକ ଲୋକ ମୁଖରୁ, ଆଉ କହି ଯାଇଥିବେ। ଏଇ ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। Praise the Lord.